ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ପିଲେ ସ୍ୱାଗତ କରୁଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ କବିତା ପିଙ୍ଗଳାର ଅଭିସାର। ଆଜି ଆମେ ଏହାର ଅନ୍ତିମ ପର୍ବରେ ଆଲୋଚନା କରିବା ପିଙ୍ଗଳାର ଅଭିସାର ଆହ୍ୱାନ, ତାକୁ କିଭଳି କାମନା ବାସନାର ଜଟିଳ ଜଞ୍ଜାଳରୁ ମୁକ୍ତ କରିଛି ଏବଂ ସେ ମୁକ୍ତ ହେବା ପରେ ପରମ ପୁରୁଷଙ୍କ ପ୍ରେମ ତପସ୍ୱିନୀ ପାଲଟି ଯାଇଛି। ଆସ ଦେଖିବା କବି କ'ଣ କହୁଛନ୍ତି। ଭିଡ଼ିଓଟିକୁ ପିଲେ ସମ୍ପୂର୍ଣ୍ଣ ଦେଖିବ, ସମିତଙ୍କ ସାଙ୍ଗରେ ଟିକେ ସେୟାର କରିଦେବ ଆଉ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦେବ। ଦେଖ ପିଲେ କ'ଣ କହୁଛନ୍ତି କବି। ପିଙ୍ଗୁଳା କହୁଛି, ନୁହେଁ ମୁଁ ଆଜି ବିଦେହୀ ନଟି, ନୁହେଁ ବାର ବିଳାସିନୀ, ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ଆଜି ଆମେ ପଢୁଛେ ତୃତୀୟ ଅଧ୍ୟାୟ ପଢୁଛେ, ବୁଝିପାରିଲା। ଦେଖ ସେ କ'ଣ କହୁଛି, ନୁହେଁ ମୁଁ ଆଜି। ପିଙ୍ଗୁଳା କହୁଛି ମୁଁ ଆଜି ନୁହେଁ। କ'ଣ ନୁହେଁ? ବିଦେହର ନଟି। ବିଦେହ କହିଲେ ରାଜ୍ୟର ନଟି। ନଟି କହିଲେ ନର୍ତ୍ତକୀ। ନଟି କହିଲେ କ'ଣ? ନର୍ତ୍ତକୀ। ପିଙ୍ଗୁଳା ନିଜକୁ କହୁଛି, ମୁଁ ଆଉ ସେ ନଟି ହେଇକି ରହିନି, ମୁଁ ଆଉ ସେ ବିଦେହ ରାଜ୍ୟର ନର୍ତ୍ତକୀ ହେଇକି ଆଉ ରହିନାହିଁ। କି ମୁଁ ନୁହେଁ ବାର ବିଳାସିନୀ, ମୁଁ ବାରବଧୂ ନୁହେଁ, ମୁଁ ବେଶ୍ୟା ନୁହେଁ, ମୁଁ ରୂପଜୀବୀ ଦେହଜୀବୀ ହୋଇନାହିଁ, ବୁଝିପାରିଲା। ତାହେଲେ ମୁଁ କ'ଣ? ମୁଁ ବର୍ତ୍ତମାନ ପ୍ରେମର ସନ୍ନ୍ୟାସୀ ପାଲଟି ଯାଇଛି। କାହାର? ଏବଂ ମୁଁ କ'ଣ କରିବି? ଦେନ୍ ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁଁ ଆଜି ମୁଁ ସେଇ ପରମ ପୁରୁଷଙ୍କର ପ୍ରେମର ସନ୍ନ୍ୟାସିନୀ ସାଜିଛି, ପ୍ରେମର ତପସ୍ୱିନୀ ସାଜିଛି। ମୁଁ ଆଜି କ'ଣ କରୁଛି? ଜଗତର ପଥରେ ଏଇ ପୃଥିବୀର ମୁଁ କ'ଣ କରୁଛି? ଯାଉଛି। ମୁଁ ସବୁ ମୋର ମୋହନ କାମନା ବାସନା ସବୁ ତ୍ରୁଟି ଯାଇଛି। ଦେନ୍ କ'ଣ କହୁଛନ୍ତି? ମୁକ୍ତ ଭୁବନେ ବୁଲିବି ହରସେ, ମୁକ୍ତ ଆକାଶେ ତଳେ ଧୋଇବି ପ୍ରାଣର କଳୁଷ କାଳିମା, ତିକ୍ତ ଲୋତକ ଜଳେ। କ'ଣ କହୁଛି? ମୁକ୍ତ ଭବନେ ମୁଁ ଆଉ ଚାରି କାନ୍ଥରେ ରହିଲା ଭଳିଆ ଲୋତକୀ ନୁହେଁ। ଦେହ ବେପାର ଲାଗି ମୁଁ ଦେହଜୀବୀ କି ରୂପଜୀବୀ ନାହିଁ। ରୂପର ପରସା ମେଳି ଦେଇ ଧନୀ ଲୋକମାନଙ୍କୁ ଆକୃଷ୍ଟ କରିବା ନାହିଁ। ମୁଁ ଆଉ ତାହେଲେ ମୁଁ କ'ଣ କରିବି ବର୍ତ୍ତମାନ? ମୁଁ ମୁକ୍ତ ଭବନରେ ବୁଲିବି। ମୁକ୍ତ କହିଲେ ସ୍ୱାଧୀନ ଭାବରେ, ଭୁବନ କହିଲେ ଏଇ ପୃଥିବୀରେ, ସ୍ୱାଧୀନ ଭାବରେ ଏଇ ପୃଥିବୀରେ ମୁଁ ଆଜି ବୁଲିବି ହରସେ, ଖୁସି ମନରେ, ଆନନ୍ଦରେ, ଖୁସି ମନରେ, ହରସେ କହିଲେ ଖୁସି ମନରେ ବୁଲିବି, ମୁକ୍ତ ହେଇକି ଭୁବନରେ ବୁଲିବି, ମୁକ୍ତ ଆକାଶ ତଳେ। ଏବଂ ଆଉ କ'ଣ କହୁଛି? ଏବଂ ଆଉ କ'ଣ? ମୁକ୍ତ ଏଇ ସ୍ୱାଧୀନ ଆକାଶ ତଳେ ମୁଁ ଆଜି ବୁଲିବି। ଆଉ କ'ଣ କରିବି? ଦେନ୍ ଧୋଇବି ପ୍ରାଣର କଳୁଷ କାଳିମା, ତିକ୍ତ ଲୋତକ ଜଳେ। ତିକ୍ତ ଲୋତକ, ଲୋତକ କହିଲେ ଲୁହର ପାଣିରେ, ଜଳେ କହିଲେ ପାଣି, ଜଳେ କହିଲେ ପାଣି, ଟପା ଟପା ଲୁହାର ଜଳରେ। ତିକ୍ତ କହିଲେ କଟୁ, ତିକ୍ତ କହିଲେ ରକ୍ତିମା, ବା ଆମେ ଯଦି କହିବା ଏଠି ବୁଝେଇବା କ'ଣ? ଉତ୍ତପ୍ତ ବା ତାତିଲା, କଟୁ ଲୁହରେ ଜଳରେ ମୁଁ କ'ଣ କରିବି? ଧୋଇଦେବି କେଉଁଟାକୁ? ନା କଳୁଷ କାଳିମା ପ୍ରାଣ। କଳୁଷ କହିଲେ ପାପ, କାଳିମା କହିଲେ ଅନ୍ଧାକାର। ତେଣୁ ପାପ ରୂପକ କାଳିମା, ପାପ ରୂପକ ଅନ୍ଧାରକୁ ମୋ ପ୍ରାଣର ଯେଉଁ ପାପ ରୂପକ ଅନ୍ଧାକାରକୁ ମୁଁ ଆଜି ମୋ ନିଜ ଲୁହ ଜଳରେ, ଲୋତକ ଜଳରେ ମୁଁ ଆଜି ଧୋଇଦେବି। ଆଉ କ'ଣ କହୁଛି? ପିଙ୍ଗୁଳା କ'ଣ କରିବ? ଦେନ୍ କ୍ଷୀର୍ଣ୍ଣ ଏ ମୋର ଯୌବନ, ଧନପୂର୍ଣ୍ଣ ଏ ମୋର ରୂପ, ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଦୀପ। ପୁଣି ପିଙ୍ଗୁଳା କହୁଛି, ମୁଁ ଯେ ହେତୁ ଆଜି ସନ୍ନ୍ୟାସୀ ପାଲଟି ଯାଇଛି ଜଗତର ପଥରେ, ଆଜି ମୁଁ ବିଦେହର ନଟି ନୁହେଁ, ମୁଁ ବାରବଧୂ ବାର ବିଳାସିନୀ ନୁହେଁ। ତାହେଲେ ମୁଁ କ'ଣ? କ୍ଷୁର୍ଣ୍ଣ ଏ ମୋର ଯୌବନ ଧନ, ମୋର ଏଇ ଯୋଉ ଯୌବନ, ଏଇ ଯୋଉ
ତୁଚ୍ଛ ଅଢ଼େଇ ଦିନିଆ ଯୌବନ ଧନକୁ କ୍ଷୁର୍ଣ୍ଣ ସବୁ ଭାଙ୍ଗି ଯାଇଛି, ଭଙ୍ଗ ହୋଇଯାଇଛି, ସବୁ ଆଜି ଭାଙ୍ଗି ଯାଇଛି। ଏବଂ କଣ କହୁଛି, ମୋ ଜୀବନ ଯୌବନ କେତେବେଳେ ପୂର୍ଣ୍ଣ ହବ? ପୂର୍ଣ୍ଣ ଏ ମୋର ରୂପ ପରିପୂର୍ଣ୍ଣ ହେଇଯାଇଛି। ମୋର ଯୌବନ ଧନ ଭାଙ୍ଗି ଯିବା ପରେ ମୋର ରୂପ ଆଜି ପରିପୂର୍ଣ୍ଣ ଲାଗୁଛି। ମତେ ସତେ ଯେପରି ଲାଗୁଛି ମୋର ରୂପଟା ଆଜି ପୂର୍ଣ୍ଣ ହେଇଗଲା। କେମିତି ନା କେତେବେଳେ ପୂର୍ଣ୍ଣ ହେବ ନା, ଦେନ୍ ବିରତି ଅନଳେ ଜାଳି ପ୍ରିୟ ଲାଗେ କରିବି ଆରତି ଦୀପ। ମୁଁ ଯେତେବେଳେ ଆରତି କରିବି, ଯେତେବେଳେ ଦୀପ ଦେବି, କାହାକୁ ଦୀପ ଦେବି, କାହାକୁ ଆରତି ଦେବି? ମୋ ପ୍ରିୟଙ୍କୁ, ମୋ ପରମ ପୁରୁଷଙ୍କୁ, ମୋର ପ୍ରେମିକ ପୁରୁଷଙ୍କୁ ଯେତେବେଳେ ମୁଁ ଆରତି ଦୀପ ଦେବି, କେମିତି ଦେବି ନା ବିରତି ଅନଳେ ପ୍ରେମ ରୂପକ ଅଗ୍ନି ଜାଳି, ପ୍ରେମ ପ୍ରେମ ରୂପକ ମୋ ପ୍ରେମ, ମୋ ଭଲ ପାଇବା କେବଳ ମୋ ଠାକୁରଙ୍କ ପ୍ରତି ଥିବ। ବୁଝିପାରିଲା? ମୋ ଭଲ ପାଇବା, ମୋ ପ୍ରେମ କେବଳ ମୋ ଈଶ୍ୱରଙ୍କ ପ୍ରତି, ମୋ ପରମ ପୁରୁଷଙ୍କ ପ୍ରତି, ଶ୍ରୀ ଜଗନ୍ନାଥଙ୍କର, ଶ୍ରୀ ଜଗନ୍ନାଥ ଶ୍ରୀକୃଷ୍ଣ ପରମ ପୁରୁଷଙ୍କ ପ୍ରତି ତାଙ୍କ ପାଦରେ ଯେତେବେଳେ ପରମ ଅଗ୍ନି ଜାଳିବି, ତାଙ୍କ ପାଖରେ ଯେତେବେଳେ ମୁଁ ବିରତିର ଅନଳ ଜାଳିବି, ଅନଳ କହିଲେ ଅଗ୍ନି, ବିରତି କହିଲେ ପ୍ରେମ, ପ୍ରେମର ଅଗ୍ନି ତାଙ୍କ ପାଖରେ ଜାଳିଦେବି। ଯେତେବେଳେ ମୁଁ ଆରତି ଦୀପ କରିବି, ମୋର ପ୍ରେମର ଅଗ୍ନି ଜାଳି ତାକେ ଆଗରେ ଯେତେବେଳେ ମୁଁ ଆରତି ଧୂପ ଜାଳିବି, ସେତେବେଳେ ମୁଁ ମୋର ଯୌବନ କଣ ହବ? କ୍ଷୁର୍ଣ୍ଣ ହେଇଯିବ ଏବଂ ମୋର ରୂପ ପରିପୂର୍ଣ୍ଣତା ଆସିବ। ଆଉ କଣ ହେଇଛି ପିଙ୍ଗୁଳା? ଆଉ କଣ କହୁଛି ପିଙ୍ଗୁଳା? ଦେନ୍ ଉଷା ସରି ଉଷଶିର ଗଗନେ ଦେଖିବି ବନ୍ଧୁର ରୂପ ବିଧି, ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲି ଗୀତ। ବୁଝିପାରିଲା? ସେ କହୁଛି, କଣ କହୁଛି ପିଙ୍ଗୁଳା? କହୁଛି ଉଷାଶିର ଗଗନେ ଦେଖିବି। ଉଷା କହିଲେ କଣ? ଆମେ ସବୁ ଜାଣିଛେ ଶଙ୍କା। ବୁଝିପାରିଲା? ପ୍ରତ୍ୟୁଷ ପ୍ରଭାବ କହୁଛି। ଉଷାକୁ ଯେଉଁ, ତେଣୁ ଉଷାସି କହିଲେ ଗୋଧୂଳି ସମୟ, ସନ୍ଧ୍ୟା ସମୟ, ବା ଆମେ ଯଦି କହିବା ଗୋଧୂଳି ସମୟ, ସନ୍ଧ୍ୟା ସମୟ। ତେଣୁ ପ୍ରଭାତରେ, ସକାଳେ ଉଷାସି କହିଲେ ସନ୍ଧ୍ୟାରେ, ଗଗନ ହେଉ, ଗଗନ କହିଲେ ଆକାଶରେ ଦେଖିବି। ତାହେଲେ ଦେଖିବି ବନ୍ଧୁର ରୂପ ବିଧି। ରୂପ ବିଧ କହିଲେ ଅନେକ ପ୍ରକାରର ରୂପ, ସବୁ ସମୁଦ୍ରରେ ରୂପ ବିଧ କହିଲେ ଅନେକ ରୂପ, ରୂପ ସମୂହ। ତେଣୁ ମୁଁ କେତେବେଳେ ମୋ ବନ୍ଧୁଙ୍କୁ, ମୋ ପ୍ରେମିକ ପୁରୁଷଙ୍କୁ, ମୋର ପ୍ରେମର ଅନେକ ରୂପ ଦେଖିବି। ମୋ ବନ୍ଧୁଙ୍କର, ମୋର ପରମ ପୁରୁଷଙ୍କର ଅନେକ ରୂପକୁ ମୁଁ କେତେବେଳେ ଦେଖିବି ନା ସକାଳେ ଦେଖିବି। ଉଷାସି ସନ୍ଧ୍ୟା ସକାଳେ ଦେଖିବି। କେଉଁଠି ଦେଖିବି? ଆକାଶରେ। ଆମେ ଦେଖୁଛେ ସନ୍ଧ୍ୟା ସମୟରେ, ସକାଳ ସମୟରେ ଆକାଶ କିଭଳି ରଙ୍ଗର ଧାରଣ କରେ, ସନ୍ଧ୍ୟା ସମୟରେ କିଭଳି ଧାରଣ କରେ। ଏସବୁ ତ ଈଶ୍ୱରଙ୍କର ସୃଷ୍ଟି, ତାକୁ ହିଁ ଭଲ ପାଇବା ଦରକାର। ତାକୁ ହିଁ, ପ୍ରକୃତିକୁ ଆମେ ସେମିତି ଭଲ ପାଇବା ଦରକାର। ଏଇ କଥା ସେ କହୁଛି, ମୋ ବନ୍ଧୁଙ୍କର ରୂପକୁ ଯେତେବେଳେ ଦେଖିବି, ମୋ ବନ୍ଧୁଙ୍କର ଅନେକ ରୂପ କେତେବେଳେ ଦେଖିବି ନା ସକାଳେ ଆଉ ସନ୍ଧ୍ୟା ସମୟରେ ଆକାଶରେ ଦେଖିବି। ଏବଂ ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲି ଗୀତ। ମୁରଲି କହିଲେ ବଂଶୀ, ବଂଶୀର ଗୀତ ମୁଁ କେତେବେଳେ ଶୁଣିବି ନା ଗଗନ ଆକାଶରେ, ଭୁବନେ ଏ ମର୍ତ୍ତ୍ୟରେ, ପବନେ ପବନେ ଶୁଣିବି। ପବନ ପବନେ ଭାସି ଆସିବ ବଂଶୀର ଗୀତ, ବଂଶୀର ସ୍ୱର ଭାସି ଆସିବ। ମୁଁ ତାକୁ ହିଁ ଶୁଣିବି। କହୁଛନ୍ତି, ଦେଖ ପିଙ୍ଗୁଳା କହୁଛି, ମୁଁ ଦେଖିବି ଏପଟେ ଗୋଟେ ହଉଛି, ମୁଁ ଶୁଣିବି କଣ ଦେଖିବି? ବନ୍ଧୁଙ୍କର ରୂପ ଦେଖିବି। ସକାଳ ସନ୍ଧ୍ୟା ସମୟରେ ବନ୍ଧୁଙ୍କର ମୁରଲି ବଂଶୀକୁ ମୁଁ, ମୁରଲି ଗୀତକୁ ମୁଁ ଶୁଣିବି। କେଉଁଠି? ପବନରେ ଶୁଣିବି। ଆକାଶରେ, ଏଇ ପୃଥିବୀରେ ତଳେ ଭାସି ଆସିବ। ପୁଣି କହୁଛି ପିଙ୍ଗୁଳା, କଣ କହୁଛି? ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହାସ ସୁଧା, ଭୁଲିବି ପ୍ରାଣର ଆକୁଳ ପିଆସା, ଭୁଲିବି ପ୍ରାଣର କ୍ଷୁଧା। ସେ କହୁଛି ଜ୍ୟୋତ୍ସ୍ନା ନିଶି। ଜ୍ୟୋତ୍ସ୍ନା ନିଶି କହିଲେ କଣ? ଜ୍ୟୋତ୍ସ୍ନା କହିଲେ ଚନ୍ଦ୍ର କିରଣ, ଆମେ ସେମିତି ଜାଣିଛେ। ନିଶି କହିଲେ ରାତି, ତାହେଲେ ଚନ୍ଦ୍ର କିରଣ ଶୋଭିତ ରାତି, ଚନ୍ଦ୍ର କିରଣ ପଡିବା, ଶୋଭିତ ଶୋଭାଯୁକ୍ତ ରାତି। ଯେଉଁ ରାତିରେ ଚନ୍ଦ୍ର କିରଣ ପଡିଥିବ ସେଇଟାକୁ କହନ୍ତି ଜ୍ୟୋତ୍ସ୍ନା ଜ୍ୟୋତ୍ସ୍ନା ନିଶି।
ଜ୍ୟୋତ୍ସ୍ନା ନିଶିର ପୁଲକେ ଚନ୍ଦ୍ରକିରଣ ପଡୁଥିବା ରାତିର ରୋମାଞ୍ଚରେ, ପୁଲକେ କହିଲେ ରୋମାଞ୍ଚରେ, ପିଇବି ବନ୍ଧୁର ହାସ ସୁଦ୍ଧା ମୋ ବନ୍ଧୁଙ୍କର ହସ ହସ ମୂରତକୁ ଆ, ପାନ କରିବି। ପିଙ୍ଗୁଳା କହୁଛି ମୁଁ କାହାର ସବୁ ପାନ କରିବି, କାହାର ଅମୃତମୟ ହସ ମୁଁ ପାନ କରିବି ନା ଚନ୍ଦ୍ରକିରଣ ପଡିଥିବା ବା ଜ୍ୟୋତ୍ସ୍ନା ମିଶିର ପୁଲକରେ ଜହ୍ନ ରାତିର ରୋମାଞ୍ଚରେ ମୁଁ ବନ୍ଧୁଙ୍କର ଅମୃତ ରୂପକ ହସକୁ ପାନ କରିବି ଏବଂ ଭୁଲିବି ପ୍ରାଣର ଆକୁଳ ପିଆସା, ମୋ ପ୍ରାଣର, ମୋ ହୃଦୟର, ମୋ ଦେହର ଯେଉଁ ଆକୁଳ ପିଆସା ଅଛି, ଯେଉଁ ମୋର ପିଆସା କହିଲେ ଶୋଷ ଅଛି, ଯେଉଁ ତୃଷ୍ଣା ଅଛି, ଯେଉଁ ପ୍ରଚଣ୍ଡ ଶୋଷ ଅଛି, ସେ ସବୁ ମୁଁ ଭୁଲିଯିବି। ଭୁଲିକି ପ୍ରାଣର କ୍ଷୁଧା, ମୋ ପ୍ରାଣର ଯାହା ସବୁ ଭୋକ ଭୁଲିଯିବି। ମୁଁ ମୋ ଭୋକ ଭୁଲିଯିବି, ମୋ ପିଆସା ମାନେ ଯେଗୁଡ଼ାକୁ ତୃଷ୍ଣା କୁହନ୍ତି, ତୃଷ୍ଣାକୁ ଭୁଲିଯିବି ନା ଯେତେବେଳେ ମୋ ବନ୍ଧୁଙ୍କର ଅମୃତମୟ ହାସ, ଅମୃତମୟ ହସକୁ ଏଇ ଚନ୍ଦ୍ରକିରଣର ଜୁଡୁବୁଡୁରେ ଦେଖିବି, ସେତେବେଳେ ମୋର ମୋର ସବୁ ପ୍ରାଣ ଆକୁଳ ପିଆସା ଆଉ ମୋର କ୍ଷୁଧା ମୁଁ ସବୁ ଭୁଲିଯିବି, ବୁଝିପାରିଲା। ଏବଂ ପୁଣି କଣ କହୁଛି, ଧରଣୀର ତୃଣ, ଧରଣୀର ତୃଣ ତଳପ ଉରସେ ଶୋଇବି ହରସ ଭଳେ, ଊର୍ଦ୍ଧ୍ୱେ ନୀଳମ ଗଗନ ଭିତାନେ ଅନାଇ ମୁଗ୍ଧ ଡୋଳେ। ଊର୍ଦ୍ଧ୍ୱେ କଣ କହୁଛି, ଧରଣୀର ତୃଣ ତଳେ ଉରସେ ଶୋଇବି ହରସ ଭଳେ। କହୁଛି ମୁଁ ଆଜି ସେ ତୁଲି ତଳ୍ପ ଶଯ୍ୟା, ସେ ଯେଉଁ କୋମଳ ଶଯ୍ୟାରେ ମୁଁ ଆଉ ଶୋଇବି ନାହିଁ। ତାହେଲେ ମୋ ପାଇଁ ସେଜ କେଉଁଟା ହେବ, ସନ୍ନ୍ୟାସିନୀ ତପସ୍ୱିନୀ ସେଜ ଯୋଉଟା ହେବ, ଧରଣୀ ତୃଣ, ମାନେ ଧରଣୀ କହିଲେ ପୃଥିବୀ, ପୃଥିବୀର ଘାସ। ସନ୍ନ୍ୟାସୀ ମାନଙ୍କ ପାଇଁ ପୃଥିବୀର ଘାସ ହେଉଛି ତାଙ୍କ ତଳପ, ତାଙ୍କ ସେଜ। ତେଣୁ ଧରଣୀର ତୃଣ ତଳପ, ପୃଥିବୀର ଘାସ ସେଜରେ ଉରସେ କହିଲେ ଛାତି, ସେ ଘାସ ବକ୍ଷରେ, ଛାତିରେ ଘାସ ଉପରେ ମୁଁ ହରସ ଭଳରେ ଶୋଇବି। ମୁଁ ସବୁ କିଛି ଭୁଲିଯିବି, ଭଳ କହିଲେ ବୋର ହେଇଯିବି, ମୁଗ୍ଧ ହେଇଯିବି, ପୁଣି ଭୁଲିଯିବି ସବୁ କିଛି ଏବଂ ହରସ କହିଲେ ଆନନ୍ଦରେ ମୁଁ ଶୋଇବି। ପିଙ୍ଗୁଳା କହୁଛି ମୁଁ ଆଉ ଆନନ୍ଦରେ କୋମଳ ଶଯ୍ୟାର ଉପରେ ଶୋଇବି ନାହିଁ, କାହାକୁ ମୁଁ ଦେହ ବାଣ୍ଟିବି, କାହାକୁ ମୋ ରୂପ ଦେଖାଇବି ନାହିଁ, ବୁଝିପାରିଲା। ଯୌବନ ଦେଖାଇବିନି, ମୁଁ ଶୋଇବି କେଉଁଠି, ମୁଁ କଣ ସନ୍ନ୍ୟାସିନୀ, ମୁଁ ଜଗତ ପଥରେ ଆସିଛି ଏବଂ ମୋ ପାଇଁ ସେଜ ହେଲା କେଉଁଟା ନା ଭୋଳରେ ମୁଗ୍ଧରେ ଭୁଲି ଯାଇ ଆନନ୍ଦରେ ମୁଁ ଯେତେବେଳେ ଧରଣୀର ଯେତେବେଳେ ଧରଣୀର ପୃଥିବୀର ତୃଣ ତଳ ଫୁଲ ସେଜରେ ଶୋଇବି। ତୃଣ କହିଲେ ଘାସର, ତଳପ କହିଲେ ସେଜ, ବୁଝିପାରିଲା। ଉରସ କହିଲେ ଛାତି ବା ବକ୍ଷ ଘାସ, ସେଜ ବକ୍ଷରେ ଯେତେବେଳେ ମୁଁ ଶୋଇବି ସେତେବେଳେ ଖୁସି ଲାଭ କରିବି, ଆନନ୍ଦିତ ହେବି। ଏବଂ କହୁଛି ଯେ ଊର୍ଦ୍ଧ୍ୱେ ନୀଳମ ଗଗନ ବିତାନେ, ଗଗନ ବିତାନେ ଅନାଇ ମୁଗ୍ଧ ଢୋଳେ ଏବଂ କ୍ଷୁଧା ତଳେ, ମୁଗ୍ଧ କହିଲେ ଆଖିରେ, ମୁଁ କଣ କରିବି, ଊର୍ଦ୍ଧ୍ୱ ନୀଳମ ଗଗନକୁ ଉପରେ ଥିବା, ଊର୍ଦ୍ଧ୍ୱରେ ଥିବା ନୀଳ ଗଗନ ମାନେ ନେଳିଆ ଆକାଶକୁ, ବିତାନେ କହିଲେ ଚାନ୍ଦୁଆ ବା ଛାମୁଣ୍ଡିଆ ଯେଉଁ ଉପରେ ଅଛି, ଉପରକୁ ଅନେଇଲେ ଯେଉଁ ନେଳିଆ ନେଳିଆ ଆକାଶ ସବୁ ଦେଖାଯାଉନି, ତାକୁ ନୀଳ ଚାନ୍ଦୁଆ ବୋଲି କୁହାଯାଏ, ତାକୁ ବିତାନ ବୋଲି କୁହାଯାଏ। ସେଇଟାକୁ ମୁଁ ଅନେଇବି, ବୁଝିପାରୁଛନ୍ତି। ସେ କହୁଛି ମୁଁ ମୁଗ୍ଧ ଡୋଳରେ, ମୁଗ୍ଧ ଆଖିରେ ମୁଁ ସେଇ ଉପରେ ଥିବା ନେଳିଆ ଆକାଶର ଚାନ୍ଦୁଆ ବାଲିକୁ ଅନେଇ ରହିଥିବି। ଏବଂ ଆଉ କଣ କହୁଛନ୍ତି ଏଇ ସବୁ, ଏବଂ ଆଉ କଣ ଅଛି ପିଲେ, ଏ ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି। ଆଜି ପାଇଁ ସେତିକି।